Hello dear friends and hello dear students. Welcome to my channel Easy Politics with Suresh. Dear students, ଆଜିର ଏହି ଭିଡ଼ିଓରେ ମୁଁ ତମମାନଙ୍କ ସହିତ ସେୟାର କରିବି ଯେ କେମିତି ତମେ CPET ଏକ୍ଜାମ୍ ବା କମନ୍ PG ଏଣ୍ଟ୍ରାନ୍ସ ଟେଷ୍ଟ କ୍ଲିୟର କରିପାରିବ ଗୋଟେ ଭଲ ର୍ୟାଙ୍କ ରଖିକି। ତେଣୁ ଆଜିର ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ। ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖିବା ପାଇଁ ଚେଷ୍ଟା କର, ଯଦ୍ୱାରା କି ତମେ ଜାଣିବାକୁ ପାଇବ କ'ଣ ସବୁ ବହି ଆମେ ଫଲୋ କରିବା ଦରକାର, କେମିତି ପ୍ରସ୍ତୁତ ହେବା ଦରକାର, କେଉଁ ଷ୍ଟ୍ରାଟେଜିକୁ ଆମେ ଫଲୋ କରିବା ଉଚିତ ଏବଂ କେତିକି ସିଲାବସ୍କୁ ଆମେ କଭର କରିବା ଦରକାର, ଯାହାଦ୍ୱାରା କି ଆମେ ଆମର CPET ଏକ୍ଜାମ୍ରେ ଭଲ ର୍ୟାଙ୍କ ରଖି ଆମେ କ୍ଲିୟର କରିପାରିବା। ତେଣୁ ଭିଡ଼ିଓକୁ ସ୍କିପ୍ କରିବନି, ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବ। ମୁଁ ଭିଡ଼ିଓଟି ବହୁତ ସର୍ଟ ବନାଇବା ପାଇଁ ଚେଷ୍ଟା କରିଛି ଏବଂ ଏଥିରେ ମୁଁ ସବୁ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ଦେବା ପାଇଁ ଚେଷ୍ଟା କରିବି। ତ ଆମେ ଟାଇମ୍ ୱେଷ୍ଟ ନ କରିକି ତୁରନ୍ତ ଆମେ ଆରମ୍ଭ କରିବା ଆମର CPET ଏକ୍ଜାମ୍ରେ ଆମେ କେମିତି କ'ଣ ପ୍ରସ୍ତୁତ ହେବା ଦରକାର। ପ୍ରଥମ ବିଷୟ ହେଉଛି ଆମେ କେଉଁ କେଉଁ ବହି ସବୁ ପଢ଼ିବା ଦରକାର। ପ୍ରଥମେ ମୁଁ କହିବି, ଯେଉଁ ପିଲାମାନେ କି ଓଡ଼ିଆ ମିଡ଼ିୟମରେ ଗ୍ରାଜୁଏସନ୍ କରିଛ, ସେ ପିଲାମାନେ ସମସ୍ତେ ନିଜର ଯେଉଁ ଗ୍ରାଜୁଏସନ୍ରେ ଯେଉଁ ସବୁ ବହି ପଢ଼ିଛ, ଫାର୍ଷ୍ଟ ଇୟର୍ରୁ ଆରମ୍ଭ କରି ଥାର୍ଡ଼ ଇୟର୍ ପର୍ଯ୍ୟନ୍ତ, ସେ ସମସ୍ତ ବହି କଲେକ୍ସନ୍ କର, ନିଜର ପଢ଼ା ରୁମ୍ରେ ରଖ ଏବଂ ସେଇ ଓଡ଼ିଆ ବହିକୁ ତୁମେ ପଢ଼ିବା ଆରମ୍ଭ କର। ଠିକ୍ ଅଛି, ଯାହା ଯାହା ପଢ଼ିଛ ଟିକେ ଟିକେ ରିଭାଇଜ୍ ହେବ ଏବଂ ସେ ବହି ଯଦି ତୁମେ ପଢ଼ିବ ଆରାମସେ ତୁମେ କ୍ଲିୟର କରିପାରିବ। ଏବଂ ସେକେଣ୍ଡରେ କହିବି, ଯେଉଁ ପିଲାମାନେ କି ଇଂଲିଶ ମିଡ଼ିୟମରେ ପରୀକ୍ଷା ଦେଇଛ, ସେ ପିଲାମାନଙ୍କୁ ମଧ୍ୟ ଏତିକି କହିବି, ଯେଉଁ ପିଲାମାନେ କି ଯେଉଁ ବହି ତୁମର ଥିଲା ଫାର୍ଷ୍ଟ ଇୟର୍ରୁ ଆରମ୍ଭ କରି ଥାର୍ଡ଼ ଇୟର୍ ପର୍ଯ୍ୟନ୍ତ, ସେ ବହି ସମସ୍ତ ବହିକୁ ତୁମେ ପଲିଟିକାଲ ସାଇନ୍ସର ସବୁ ବହିକୁ ନେଇ ଆସ, ନିଜର ଷ୍ଟଡି ରୁମ୍ ରଖ ଏବଂ ସବୁ ପଢ଼ିବା ଷ୍ଟାର୍ଟ କର। ଯଦି ତୁମମାନଙ୍କ ପାଖରେ ମାନେ କ'ଣ ଆଫୋର୍ଡ କରିବାର ବା କିଛି ପଇସା ଖର୍ଚ୍ଚ କରିବାର ସାମର୍ଥ୍ୟ ଅଛି, ତୁମ ପାଖରେ ଯଦି ଆଉ ଏକ୍ସଟ୍ରା ବହି ଅଛି ବା ବହି କିଣିବା ପାଇଁ ଚାହୁଁଛ, ତାହେଲେ ମୁଁ ତୁମମାନଙ୍କୁ ଇଂଲିଶର କିଛି ବହି ଗୁଡ଼ାକ କହିବି, ଯେଉଁଟାକି ମୋ ସାର୍ମାନେ ମୋତେ କହିଥିଲେ, ମୁଁ ମଧ୍ୟ ସେଇଟାକୁ ଫଲୋ କରିଥିଲି ଏବଂ ମୁଁ ମୋ ଷ୍ଟୁଡେଣ୍ଟମାନଙ୍କୁ କହେ ସେ ବହି ସବୁ ଫଲୋ କରିବା ପାଇଁ। ସେ ବହି ଗୁଡ଼ାକ କ'ଣ? ଆରମ୍ଭ କରିବା ପଲିଟିକାଲ ଥିଓରିରୁ। ପଲିଟିକାଲ ଥିଓରିରେ ସବୁଠାରୁ ଭଲ ବହି ଆମେ ଯାହା ମାର୍କେଟରେ ଦେଖୁ ବା ଆମ ସାର୍ମାନେ ଯାହା ରେକମେଣ୍ଡ କରନ୍ତି, ସେ ବହି ହେଉଛି ଆଣ୍ଡ୍ରିଉ ହେଉଡଙ୍କର ପଲିଟିକାଲ ଥିଓରି। ଠିକ୍ ଅଛି। ଏବଂ ଦ୍ୱିତୀୟ ବହି ହେଉଛି OP ଗୌବା, ସେ ମଧ୍ୟ ପଲିଟିକାଲ ଥିଓରି ଉପରେ ଭଲ ଲେଖିଛନ୍ତି। ସୁଶୀଳା ରାମାସ୍ୱାମୀ ମଧ୍ୟ ବହୁତ ଭଲ ଲେଖିଛନ୍ତି। ଏ ତିନିଟା ବହିରୁ ତୁମେ ଗୋଟିଏ ବହିକୁ ସ୍କିପ୍ କରି ଦୁଇଟା ବହି ମଧ୍ୟ ଯେକୌଣସି ଦୁଇଟା ବହି ପଢ଼ିପାରିବ। ଆଣ୍ଡ୍ରିଉ ହେଉଡଙ୍କର ପଲିଟିକାଲ ଥିଓରି କିମ୍ବା OP ଗୌବାଙ୍କ ପଲିଟିକାଲ ଥିଓରି। ତୁମର ପଲିଟିକାଲ ଥିଓରିର ବେସିକ୍ କନସେପ୍ଟସ୍ କ୍ଲିୟର ହେବା ସହିତ ଭଲ ଇନଫର୍ମେସନ୍ ତୁମେ ପାଇପାରିବ। ପରୀକ୍ଷା ସମ୍ବନ୍ଧୀୟ ବହୁତ ଗୁଡ଼ାଏ କୋଶ୍ଚିନ୍ ରିଲେଟେଡ୍ ବିଷୟ ଗୁଡ଼ିକ ତୁମେ ପଢ଼ିପାରିବ। ଠିକ୍ ଅଛି। ତ ଇଏ ଗଲା ଆମର ପଲିଟିକାଲ ଥିଓରି। ଦ୍ୱିତୀୟରେ ଆମେ ଆଲୋଚନା କରିବା ଇଣ୍ଡିଆନ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପଲିଟିକ୍ସ। ଏଇଥିପାଇଁ ତୁମକୁ ଦୁଇ ଜଣ ରାଇଟରଙ୍କ ବହି ପଢ଼ିବା ଠିକ୍ ହେବ। ଗୋଟେ ହେଉଛି BL ଫାଡ଼ିଆଙ୍କର ଇଣ୍ଡିଆନ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପଲିଟିକ୍ସ ଏବଂ ଦ୍ୱିତୀୟରେ ହେଉଛି M ଲକ୍ଷ୍ମୀକାନ୍ତଙ୍କର। ତୃତୀୟ ବହି ହେଉଛି ପବ୍ଲିକ୍ ଆଡମିନିଷ୍ଟ୍ରେସନ୍। ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଇଁ ମଧ୍ୟ ଏଇ ଦୁଇ ଜଣଙ୍କ ବହି M ଲକ୍ଷ୍ମୀକାନ୍ତ ଏବଂ BL ଫାଡ଼ିଆ, ଏ ଦୁଇ ଜଣଙ୍କ ଭିତରୁ ଯେକୌଣସି ଗୋଟିଏ ଅଥର ତୁମେ ଯଦି ବହି ପଢ଼ିବ, ଆରାମସେ ତୁମର ବହୁତ ଗୁଡ଼ାଏ ଇନଫର୍ମେସନ୍ ତୁମେ ପାଇପାରିବ, ବହୁତ ବେସିକ୍ସ ତୁମେ ଜାଣିପାରିବ ଏବଂ ଏଥିରୁ ବହୁତ କୋଶ୍ଚିନ୍ ମଧ୍ୟ ପରୀକ୍ଷାରେ ଆସିଥାଏ। ଆଉ ମଧ୍ୟ ଅଥର ଅଛନ୍ତି, କିନ୍ତୁ ସେଗୁଡ଼ାକୁ ମୁଁ ରେକମେଣ୍ଡ କରିବା ପାଇଁ ବର୍ତ୍ତମାନ ଚାହୁଁନି, କାହିଁକିନା ତୁମେ ତୁମର ପ୍ରସ୍ତୁତିକୁ ବହୁତ ସୀମିତ କରିବା ଦରକାର। ବହୁତ ଗୁଡ଼ାଏ ବହି ପଢ଼ିବ, ତାହେଲେ ତ ବହୁତ କନଫ୍ୟୁଜନ୍, ବହୁତ ଜିନିଷ ମନେ ରଖିବା ପାଇଁ ତୁମକୁ କଷ୍ଟ ମଧ୍ୟ ହେବ। ତେଣୁ ମୁଁ ବେଶୀ ରେକମେଣ୍ଡ କରିବା ପାଇଁ ଚାହୁଁନି। ତିନିଟା ବହି ଗଲା। 4 ନମ୍ବର ବହି ହେଉଛି ଇଣ୍ଟରନ୍ୟାସନାଲ ପଲିଟିକ୍ସ। ଇଣ୍ଟରନ୍ୟାସନାଲ ପଲିଟିକ୍ସ ପାଇଁ ବେଷ୍ଟ ବହି ହେଉଛି ଗ୍ଲୋବାଲ ପଲିଟିକ୍ସ ରିଟେନ୍ ବାଇ ଆଣ୍ଡ୍ରିଉ ହେଉଡ। କିମ୍ବା ଆଉ ଗୋଟେ ବହି ହେଉଛି VN ଖାନ୍ନା, ଆଉ ଗୋଟେ ବହି ହେଉଛି ବିନୟ କୁମାର ମାଲହୋତ୍ରା। ଠିକ୍ ଅଛି, BK ମାଲହୋତ୍ରା। ଏ ତିନିଟା ବହି ଭିତରୁ ଯେକୌଣସି ବହି ତୁମେ ପଢ଼ିବ। BK ମାଲହୋତ୍ରା ଏବଂ ମୁଁ କହିବି ଆଣ୍ଡ୍ରିଉ ହେଉଡ ଯାହା ଲେଖିଛନ୍ତି, ଯିଏକି ଲେଖିଛନ୍ତି ଗ୍ଲୋବାଲ ପଲିଟିକ୍ସ, ସେ ଦୁଇଟା ତୁମେ ପଢ଼ିବ, ବଢ଼ିଆରେ ତୁମର କନସେପ୍ଟସ୍ କ୍ଲିୟର ହେଇପାରିବ। ଓକେ, ଇଣ୍ଟରନ୍ୟାସନାଲ ରିଲେସନ୍ସର। ତାପରେ ଆମେ ଯିବା ୱେଷ୍ଟର୍ଣ୍ଣ ପଲିଟିକାଲ ଥଟ୍। ୱେଷ୍ଟର୍ଣ୍ଣ ପଲିଟିକାଲ ଥଟ୍ର
ସବୁଠାରୁ ଗୋଟେ ଇମ୍पोर्टाट ବହି ହେଉଛି सुब्रत मुखर्जी एवं सुशीला रामास्वामी से वेस्टर्न पॉलिटिकल थॉट उपर जो बही लिखिं से बढ़िया बही ता सहित ओपी गवा लिखिं गोटे भल बही तापर ब्रायन नेल्सन गोटे बही लिखिं ओके आउ बहुत गुड़ाए थिंकर माने लिखिं किंतु तमें ये दी जन थिंकर ये दी जन राइटर जो लिखिं गोटे हूँ सुब्रत मुखर्जी एंड सुशीला रामास्वामी द्वितीय हूँ ओपी गवा एमाने जो बही लिखिं तमें सेटा जब फॉलो कर आराम से तुम वेस्टर्न पॉलिटिकल थॉट रिलेटेड जिते सब कॉन्सेप्ट अच्छी क्लीयर हो पार आउरी तो बहुत थिंकर बहुत राइटर अच्छा मुझे विषय कहवाई चाहूनी इंडियन पॉलिटिकल ट्रेडिशन वीपी वर्मा गोटे बहुत बढ़िया से भल लेखक से भल लिखिं से तुम फॉलो कर किंबा तुम ग्रेजुएशन रे जो बही गुड़ाक तुम पढ़ी से तुम ताकू पुणी थे रिवाइज कर से बहुत इनफॉरमेशन पाई परिबो। नेक्स्ट आमे जिबा कंपैरेटिव पॉलिटिक्स बेस्ट बही होची रोनाल्ड चिलकोट एवं द्वितीय होची जेसी जोहारी एमान को बही जदि तुम फॉलो करिवो से तुम पई बेस्ट हेबो कंपैरेटिव पॉलिटिक्स को कौन तार कॉन्सेप्ट एंड फैक्ट इनफॉरमेशन जहाँ तुम दरकार सब किछ तुम से पाई परिबो। सोशल मूवमेंट को लेकिन जदि क्वेश्चन बेले बेले आसी थाए तुम तुम ग्रेजुएशन लेवल रे जेकोसी गोटे राइटर तुम बही पढ़ी पार दैट वुड डू योर वर्क ठीक अच्छे। तो ये थिला हमर बही विषय आउ सर्च कौटू पाई पार आउ तुम सर्च पाई पार इंटरनेट रे ठीक अच्छे विकिपीडिया रे बा गूगल रे तुम सर्च करके एक्स्ट्रा इनफॉरमेशन पाई पार कि तुम एनटीए यूजीसी नेट जो पूर्व वर्षर परीक्षा गुड़ाक थिला तार प्रश्न गुड़ाक तुम जो देख से बहुत किसी तुम कौन प्रश्न तुम पाई पार तुम इनफॉरमेशन रिलेट बा तुम कॉन्सेप्ट रिलेटेड जिते डाउट अच्छे क्लीयर हो पार केमती क्लीयर हो जे कौथु अधिक क्वेश्चन आसे से तुम जानी पार। तो ये थिला को बही तुम पढ़ा दरकार। बर्तमान आम नेक्स्ट जीवा आलोचना करवा सेटा हूँ सिलेबस +3 तुम जी सिलेबस थिला सेतिकी तो तुम यदि भलसे प्रस्तुत हेब आराम से तुम भल नंबर रखी कौन भल रैंक एवं भल नंबर रखी तुम क्लीयर कर सीपीटी ठीक अच्छे। तेणु +3 रे तुम जी सिलेबस थिला सेतिकी तुम पढ़ जदि समय होनी ताले जेकोसी गोटे बही तुम छाड़ दे पार ओके मनकर 7टा अच्छी 7टारू मु गोटे छाड़देवी 6टा पढ़ी पारि कि 5टा पढ़ले तुम 5टा ताले फोकस ऑन ओनली दोज 5 बुक्स से 5टा पर तुम भलरे पढ़ आराम से तुम क्लीयर कर पार। बर्तमान आम आलोचना करवा स्ट्रैटेजी कौन तुम स्ट्रैटेजी फॉलो करा दरकार तुम अधिक रू अधिक क्वेश्चन प्रैक्टिस कर क्वेश्चन एमसीक्यू गुड़ाक जो अच्छी से गुड़ाक तुम सॉल्व करवा चेष्टा कर ताल तुम बहुत फैमिलियर हो क्वेश्चन सहित एवं बहुत गुड़ा क्वेश्चन से तुम पाइपर। एथिपाई मु दीटा रेकमेंड करी गोटे हूँ जो आरिहंत किंबा उपकार किंबा मार्केट बहुत गुड़ाए यूजीसी नेट प्रिपरेशन गाइड बही आसुची जोटा कि 400-500 टंका एमती हूँ मुझे जानी केते टंका हूँ तुम से कौटे गोटे कि नेब एवं से ना तुमको 500 किंबा 1000टा क्वेश्चन थी से क्वेश्चन तुम प्रैक्टिस कर सहित पूर्व वर्ष नेट परीक्षा कौन कौन क्वेश्चन थिला से गुड़ाक प्रैक्टिस कर आराम से तुम ये जो सीपीटी एग्जाम क्लीयर कर पार। ओके नेक्स्ट स्ट्रैटेजी कौन नेक्स्ट स्ट्रैटेजी हूँ रिवाइज करवा तुम जहाँ पढ़ुच सब टे रिवाइज कर ओके एवं फाइनल एंड मोस्ट इम्पोर्टेंट स्ट्रैटेजी हूँ मो वीडियो देख ठीक अच्छे दिस इज अ सीरियस थिंग सीरियस इनफॉरमेशन यू हैव टू रिमेंबर जो पिला कि मनकर एगुड़ाक मध्य किसी फॉलो करनी से जब मो वीडियो रेगुलारली मु वर्तमान सीपीटी को लेकिन वीडियो बनैबी जो माने कि मो वीडियो देखिबो आराम से ये जो सीपीटी परीक्षा को तुम भल रैंक तुम क्लीयर कर पारिबो। मु पूर्वर बहुत गुड़ाए पिलान को मु कौन से परीक्षा से प्रस्तुत करेछि से पीजी एंट्रांस बढ़िया रे क्लीयर करछंती मु बर्तमान से विषय कहवाई चाहूनी किंतु मु ग्यारंटी दे कहि पारिबी जो जो पिलाने मो वीडियो तुम देखिबो
ଏବଂ ମୁଁ ଯେଉଁ କୋଶ୍ଚିନ୍ ଗୁଡ଼ାକ ଦେବି ସେ କୋଶ୍ଚିନ୍ ଯେଉଁମାନେ କି ପ୍ରସ୍ତୁତ ହେବ ସେ ପିଲାମାନେ ନିଶ୍ଚିତ ଭାବେ CPT ଯେଉଁ ଏକ୍ଜାମ୍ ଅଛି ଭଲ ର୍ୟାଙ୍କ ରଖି ତୁମେ କ୍ଲିୟର କରିପାରିବ ସେ ପରୀକ୍ଷାକୁ ଏବଂ ତୁମେ ଯେଉଁ ୟୁନିଭର୍ସିଟିରେ ପଢ଼ିବା ପାଇଁ ଚାହୁଁଛ ତୁମର ସେ ସ୍ୱପ୍ନ ପୂରଣ ହୋଇପାରିବ। ଏଇଟା ମୋର ତୁମମାନଙ୍କୁ ଆସ୍ୟୁରାନ୍ସ ମୁଁ ଭରସା ଦେଉଛି ଏବଂ ଟ୍ରଷ୍ଟ ମି ମୁଁ ବହୁତ ଗୁଡ଼ାଏ ପିଲାମାନଙ୍କୁ PG ପଢ଼ିବାରେ ହେଲ୍ପ କରିଛି। ଆଉ ତୁମେମାନେ ଯଦି ମୋ ଭିଡ଼ିଓକୁ ଭଲରେ ଦେଖିବ ମୁଁ ଯାହା କହୁଛି ଶୁଣିବ I guarantee you will clear it with ease। ତ ଲାଷ୍ଟକୁ ଏତିକି କହିବି ଯଦି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଲା ତାହେଲେ ଲାଇକ୍ କର ଯଦ୍ୱାରା କି ମୋ ମନୋବଳ ଟିକେ ବଢ଼ିବ। ଓକେ, ତାର ଅର୍ଥ ନୁହେଁ ଯେ ମୋ ମନୋବଳ ପୁରା ଭାଙ୍ଗି ଯାଇଛି, ସେମିତି କିଛି ନୁହଁ, ଟିକେ ଉତ୍ସାହ ଅଧିକ ମୁଁ ହେଇପାରିବି ତୁମ ଲାଇକ୍ କରିବା ଦ୍ୱାରା ଯେ ହଁ ପିଲାମାନେ ଆପ୍ରିସିଏଟ୍ କରୁଛନ୍ତି ମୋ ଭିଡ଼ିଓକୁ। ତା ସହିତ ଦ୍ୱିତୀୟରେ କହିବି এই ଭିଡ଼ିଓଟିକୁ ସେୟାର କର ତୁମ ସାଙ୍ଗମାନଙ୍କ ସହିତ ଯଦ୍ୱାରା କି ସେମାନେ ଏଇ ଚ୍ୟାନେଲ୍ ବିଷୟରେ ଜାଣିପାରିବେ। ଭିଡ଼ିଓ ଦେଖିଲେ ସେମାନେ ବହୁତ କିଛି ଇନଫର୍ମେସନ୍ ପାଇବେ, କେଉଁ ବହି ପଢ଼ିବା ଦରକାର, କେମିତି ଆମେ ପଢ଼ିବା ଦରକାର। ଏବଂ ତୃତୀୟରେ ଯାହା କିଛି ତୁମର କହିବାର ଅଛି CPTକୁ ନେଇକି କିମ୍ବା କ'ଣ ଭିଡ଼ିଓ ମୁଁ ଆଗକୁ କରିବି ସେଥିନିମନ୍ତେ ଯଦି କିଛି କହିବାର ଅଛି ତାହେଲେ ତୁମେ କମେଣ୍ଟ ସେକ୍ସନରେ ତୁମେ ଲେଖ, ମୁଁ ନିହାତି ଭାବରେ ତା ଉପରେ ଭିଡ଼ିଓ କରିବି। So subscribe my channel and tell others to subscribe my channels so that you will prepare well and your exam will be the best one. So wish you all the very best for your exam, and from next class onwards we will deal with only questions. Bye and take care.